ସନ୍ଧ୍ୟା ସମୟରେ ଚା ସହିତ ବା ଏମିତି କିଛି କୁଡ଼ମୁଡ଼ିଆ ସ୍ନାକ୍ସ ଖାଇବା ପାଇଁ ଇଚ୍ଛା ହେଉଥିଲେ ଆପଣମାନେ ଏଇ ଚଟପଟା ଆଳୁ ପୁର ଦିଆ ବ୍ରେଡ୍ ପକୋଡ଼ାକୁ ଟ୍ରାଏ କରିବେ। ଭାରି ସୁଆଦିଆ ଲାଗିବ। ଆଉ ଏହାକୁ ବନେଇବା ତ ଭାରି ସହଜ। ପ୍ରଥମେ ଆଳୁ ପୁର ବନେଇବା, ସେଥିପାଇଁ କଡ଼େଇରେ ତେଲ ଦେଇକି ସେଥିରେ ଜିରା, ଛେଚା ଅଦା, କଟା କଞ୍ଚା ଲଙ୍କା ଆଉ 2-3 ପିସ୍ ହେଙ୍ଗୁ ପକେଇବା, କିଛି କସୁରୀ ମେଥି ପକେଇକି ଭାଜି ନେବା। ଏସବୁ ଟିକେ ଭାଜିଗଲା ପରେ ଫ୍ଲେମ୍‌କୁ ସ୍ଲୋ କରିକି ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, କାଶ୍ମୀରୀ ରେଡ୍ ଚିଲି, ହଳଦୀ ଗୁଣ୍ଡ, ଗରମ ମସଲା ଦେଇକି ଭାଜି ନେବା। ଆଉ ତାପରେ ଏଥିରେ ଆମେ ସିଝେଇକି ଚକଟି ରଖିଥିବା ଆଳୁକୁ ପକେଇବା ଆଉ ଗୋଳେଇକି ଏଥିରେ ସ୍ୱାଦ ଅନୁଯାୟୀ ଦେଇଦେବା ଲୁଣ ଆଉ କିଛି ଚଟପଟା ଟେଷ୍ଟ ପାଇଁ କଳା ଲୁଣ ଦେବା, ଚାଟ୍ ମସଲା ଟିକେ ପକେଇବା ଆଉ ଏଥିରେ ଅଳ୍ପ ଟିକେ ଗୋଲମରିଚ ଗୁଣ୍ଡ, କଟା ଧନିଆ ପତ୍ର ଦେଇକି ଭଲ ଭାବରେ ଗୋଳେଇକି 1-2 ମିନିଟ୍ ପାଇଁ ଭାଜି ନେବା। ତିଆରି ହେଇଗଲା ଏଠି ଆମର ଚଟପଟା ଆଳୁ ପୁର। ଆଉ ଗୋଟେ ଜାଗାରେ ନେବା 1.5 କପ୍ ବେସନ ଆଉ ବ୍ରେଡ୍ ପକୋଡ଼ା ଏକଦମ କ୍ରିସ୍ପି ତିଆରି ହେବା ଉପରୁ ସେଥିପାଇଁ ଆମେ ଅଧା କପ୍ ଦେବା ଚାଉଳ ଚୁନା ଆଉ ଜୁଆଣି, ସ୍ୱାଦ ଅନୁଯାୟୀ ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଦେଇକି ଭଲ ଭାବରେ ଗୋଳେଇ ନେବା। ଏଥିରେ ରାଶି ପକେଇବାକୁ ଭୁଲିବେନି, ଟେଷ୍ଟ ଭଲ ଆସିବ। ଆଉ ଅଳ୍ପ ଅଳ୍ପ ପାଣି ଦେଇକି ଗୋଟେ ମିଡିୟମ୍ କନସିଷ୍ଟେନ୍ସିର ବ୍ୟାଟରଟେ ବନେଇ ନେବା। ଏତିକି ବ୍ୟାଟରରେ ଆପଣମାନେ 12 ପିସ୍ ବ୍ରେଡ୍ ପକୋଡ଼ା ତିଆରି କରିପାରିବେ। ଭଲ ଭାବରେ ଗୋଳେଇ ସାରିଲା ପରେ ଅଳ୍ପ ଟିକେ ଜିରା ଆଉ 1 ପିଞ୍ଚ ଖାଇବା ସୋଡ଼ା ପକେଇବା, ଯୋଉଥିପାଇଁ କି ବ୍ରେଡ୍ ପକୋଡ଼ା ଉପରୁ ଏକଦମ ମୁସମୁସିଆ ଲାଗିବ। ଦେଖନ୍ତୁ ଫାଇନାଲ କନସିଷ୍ଟେନ୍ସି ବେଶୀ ମୋଟା ବା ବେଶୀ ପତଳା ନୁହେଁ, ଏଇଭଳି ମିଡିୟମ୍ ରଖିବେ। ବ୍ରେଡ୍ ପକୋଡ଼ା ବନେଇବା ପାଇଁ ଏଇଠି ମୁଁ ହ୍ୱାଇଟ୍ ବ୍ରେଡ୍ ନେଇଛି, ଆପଣମାନେ ବ୍ରାଉନ୍ ବ୍ରେଡ୍ ନେଇପାରିବେ। ତ ଗୋଟେ ସ୍ଲାଇସ୍ ଉପରେ ଆମେ କିଛି ଟମାଟୋ କେଚପ୍ ଲଗାଇବା, ତା ଉପରେ ଆଳୁ ମସଲାକୁ ସ୍ପ୍ରେଡ୍ କରିକି ଆଉ ଗୋଟେ ବ୍ରେଡ୍ ସ୍ଲାଇସ୍ ଉପରେ ଆମେ ଚିଲି ସସ୍‌କୁ ଲଗାଇ ନେବା ଆଉ ଏଇଭଳି ଭାବରେ କଭର୍ କରିନେବା। ଏବେ ଆମେ ବ୍ରେଡ୍‌କୁ ଏଇଭଳି କଣୁଆ କାଟି ନେବା ଆଉ ତାପରେ ଗୋଟେ ଖଣ୍ଡକୁ ଆଉ 2 ଖଣ୍ଡ ଲେଖାଏଁ କରିନେବା। ମାନେ ବ୍ରେଡ୍ ପକୋଡ଼ା ଗୁଡ଼ାକ ଟ୍ରାୟାଙ୍ଗଲ୍ ପିସ୍‌ରେ ରହିବ, ଏଇଭଳି ଛୋଟ ଛୋଟ କରିବେ। ଆଉ ତାପରେ ଆକୁ ଆମେ ବେସନର ବ୍ୟାଟରରେ ଏଇଭଳି ଭଲ ଭାବରେ କୋଟ୍ କରିକି ଗରମ ତେଲରେ ପକେଇକି ଫ୍ରାଏ କରିବା। ତେଲ ଅଧିକା ଗରମ ବା ଅଧିକା ଥଣ୍ଡା ରହିବନି, ମିଡିୟମ୍ ରଖିବେ। ଫ୍ଲେମ୍ ହାଇ କରିଦେଲେ ଉପର ଏକଦମ କଲର୍ ହେଇଯିବ କିନ୍ତୁ ଭିତରଟା ସିଝି ପାରିବନି, ତ ଫ୍ଲେମ୍‌କୁ ମିଡିୟମ୍ ଟୁ ହାଇରେ ରଖିକି ଫ୍ରାଏ କରିବେ। ଆଉ ଲାଲ ହେଲା ପର୍ଯ୍ୟନ୍ତ ଫ୍ରାଏ କରିବେ। ଏଇଠି ଆମର ମୁସମୁସିଆ ବ୍ରେଡ୍ ପକୋଡ଼ା ତିଆରି ହେଇଗଲା ଖାଇବା ପାଇଁ। ଚଟନି କିମ୍ବା ସସ୍‌ରେ ଖାଇବେ, ବଢ଼ିଆ ଲାଗିବ।